ଆପଣଙ୍କ ପରିଚୟ ଦେବେ। ସମସ୍ତଙ୍କୁ ନମସ୍କାର। ଆଉ ମୋ ନାଁ ରବୀନ ଚାନ୍ଦ ଟାକରି, ସମସ୍ତେ ମଣ୍ଟୁ ଟାକରି ବୋଲି ଜାଣନ୍ତି। ଆଉ ମୁଁ ଗୋଟେ ଖ୍ରୀଷ୍ଟିଆନ ଯୁବ ନେତା ଅଟେ। ଆଉ ମୁଁ କୋରାପୁଟରୁ ବିଲଙ୍ଗ କରେ। ମୁଁ ଦୀର୍ଘ ଦିନ ହେଲା ମୁଁ ମିଡିଆରେ ଦେଖୁଛି ଯେ ଖ୍ରୀଷ୍ଟୀୟ ଧର୍ମକୁ ନେଇ ବହୁତ ତର୍କ ବିତର୍କ ଚାଲିଛି। ଆଉ ଖ୍ରୀଷ୍ଟୀୟ ଧର୍ମର କୌଣସି ଜ୍ଞାନ ନଥିବା ବ୍ୟକ୍ତି ଯେ ମିଡିଆ ସାମ୍ନାରେ ଆସି ଯୀଶୁଙ୍କ ନାମରେ ମିଥ୍ୟା ପ୍ରଚାର କରୁଛନ୍ତି, ସେଥିପାଇଁ ବହୁତ କଷ୍ଟ ଲାଗିଲା। ଆଉ ଗୋଟେ ଆମେ ସ୍ୱାଭିମାନ ଜାଗାରୁ ବିଲଙ୍ଗ କରୁ, କୋରାପୁଟର ମୂଳ ନିବାସୀ। ଆଉ ମୂଳ ନିବାସୀ ହେଇଛୁ ଆଉ ପ୍ରଭୁଙ୍କୁ ଆମେ ଗ୍ରହଣ କରିଛୁ। ସେଥିଯୋଗୁଁ ମୁଁ ଏ ପ୍ରେସ୍ ମିଟ୍ ଡାକିଲି ବହୁତ କଷ୍ଟ ଲାଗିଥିବା ସକାଶେ। ସନାତନୀ ମୁଭି ତିଆରି ହେଲେ ବା ସନାତନୀ ମୁଭିର ଆମେ ଏଗ୍ନେଷ୍ଟ ନୁହଁ କି ହିନ୍ଦୁ ଧର୍ମରେ ଆମେ ଏଗ୍ନେଷ୍ଟ ନୁହଁ। ଭାରତ ଗୋଟେ ଗଣତାନ୍ତ୍ରିକ ଦେଶ। ଆଉ ଗଣତାନ୍ତ୍ରିକ ଦେଶରେ ଆମେ ସବୁ ଧର୍ମ ସବୁ ଜାତି ଆମେ ବିଲଙ୍ଗ କରୁ। ଆଉ ଆମେ ତ ମୁଁ ଗୋଟେ ଖ୍ରୀଷ୍ଟିଆନ ଲୋକ, କିନ୍ତୁ ମୁଁ ହିନ୍ଦୁ କଲଚରକୁ ବହୁତ ଯେ ସମ୍ମାନ ଦିଏ। କିନ୍ତୁ ମୋର ଜାତି ଉପରେ ଯେତେବେଳେ କଥା ଆସୁଛି ସେତେବେଳେ ମୁଁ ଆଉ ବରଦାସ୍ତ ବି କରିପାରିବି ନାହିଁ। ଆଉ ବିଶେଷ କରି ଯୋଉ ତପୁ ମିଶ୍ର ଯୋଉ ମନ ଇଚ୍ଛା କରୁଛନ୍ତି, ମନ ଇଚ୍ଛା ବାଇଟ୍ ଦଉଛନ୍ତି ମିଡିଆରେ, ଆଉ ତାଙ୍କେ କହୁଛନ୍ତି କାହାରୁ ଓହ୍ଲେଇକି ଆମେ ତାଙ୍କୁ ମାରିବୁ ଖ୍ରୀଷ୍ଟିଆନ ଲୋକକୁ। ଆଜି ମୁଁ ଆପଣମାନଙ୍କୁ ଓଡ଼ିଶାବାସୀକୁ କହିବାକୁ ଚାହେଁ ଯେ କୌଣସି ଲୋକକୁ ଯଦି ଗୋଟିଏ ବି ତପି ମିଶ୍ରର କୌଣସି ପିଲା ଛୁଇଁବ, ତେବେ ଆମକୁ ବି ଜଣା ଅଛି କଣ ଆମେ ବି ବହୁତ ବଡ଼ ଗୋଷ୍ଠୀ। ଖ୍ରୀଷ୍ଟୀୟ ଧର୍ମ ଭାରତର ନୁହେଁ କେବଳ ୱାର୍ଲଡର ସବୁଠୁ ବଡ଼ ଗୋଷ୍ଠୀ। ଆଉ ଆମେ ବି ବରଦାସ୍ତ କରିବୁ ନାହିଁ। ଆଉ କିନ୍ତୁ ଆମେ ତପି ମିଶ୍ରକୁ ବିଶେଷ ଅନୁରୋଧ କରୁ, ଆମକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରେମ ଶିଖାଇଛନ୍ତି। ଆଉ ସେ ପ୍ରେମ ବଳରେ ଆମେ ଆପଣଙ୍କ ହାତ ଯୋଡ଼ି ଅନୁରୋଧ କରୁ। ବିଶେଷ କରି ମୁଁ ରବୀନ ଚାନ୍ଦ ଟାକରେ ଆପଣଙ୍କ ହାତ ଯୋଡ଼ି ଅନୁରୋଧ କରୁଛି ଯେ ମୋର ଜାତିକୁ ମୋର ଧର୍ମକୁ କେବେ ମଧ୍ୟ ଆପଣ ନିଚ କରି କଥାବାର୍ତ୍ତା କରନ୍ତୁ ନାହିଁ। ଆଉ କ୍ଷମା ଦେବାର ସୀମା ବି ଅଛି। ପ୍ରଭୁ ଆମମାନଙ୍କୁ ଯୋଉ ଶିକ୍ଷା ଦେଇଛନ୍ତି ସେ ସୀମା ଯେ କ୍ଷମା ଦେବାର ସୀମା, କିନ୍ତୁ ତାଠାରୁ ଅଧିକ ବଳିଗଲେ ଆମେ ବି ଜାଣିଛୁ, ଆମେ ବି ସମସ୍ତ ଇତିହାସ ଜାଣିଛି ଯେ କୋରାପୁଟର ମୂଳ ନିବାସୀର କେତେ ଦମ ଅଛି। ସେଟା ଇତିହାସ ଜାଣିଛି। ଆପଣ ବୋଧେ ଜାଣିନାହାନ୍ତି, ଆପଣ ତ ମୂଳ ନିବାସୀ ନୁହନ୍ତି, ଆପଣ ଜାଣିପାରିବେ ନାହିଁ। ଆପଣମାନେ ମାଇଗ୍ରେଟ ପର୍ସନ। ଆମେ ହେଲୁ ମୂଳ ନିବାସୀ, କୋରାପୁଟ ମାଟିର ଏବଂ ଓଡ଼ିଶା ରାଜ୍ୟର, ଭାରତ ବର୍ଷର ମୂଳ ନିବାସୀ। ଆମେ ଜାଣିଛୁ ଆମ ଦେଶକୁ ଆମେ ସୁରକ୍ଷା କେମିତି ଦେବାଟା ଆମେ ଜାଣିଛୁ, ଆମ ଧର୍ମକୁ ଆମେ କେମିତି ସୁରକ୍ଷା ଦେବାଟା ଜାଣିଛୁ। ଆଉ ବିଶେଷ ଅନୁରୋଧ କରେ ମିଡିଆ ଭାଇମାନଙ୍କୁ ମଧ୍ୟ, ଆପଣମାନେ ଯୋଉ ମିଥ୍ୟା ପ୍ରଚାର ମାନ କରିବା ଲୋକମାନଙ୍କୁ ସହଯୋଗ କରୁଛନ୍ତି, ଅନୁରୋଧ କରେ, ହାତ ଯୋଡ଼ି ଅନୁରୋଧ କରେ ଯେ ମିଥ୍ୟା ପ୍ରଚାର ବନ୍ଦ କରନ୍ତୁ। ଏଇଟା ଗଣତନ୍ତ୍ର ରାଷ୍ଟ୍ର। ଗଣତନ୍ତ୍ର ରାଷ୍ଟ୍ରରେ ପରସ୍ପରକୁ ସମ୍ମାନ ଦେବାଟା ଶିଖନ୍ତୁ।